ଜୟ ଜଗନ୍ନାଥ। କଥା ମଲ୍ଲାର ଏହି ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଶୁଣିବା ଗପ ଭୀଷ୍ମ ପ୍ରତିଜ୍ଞା। ରଚନା ଏବଂ ଉପସ୍ଥାପନା ମଧୁମିତା ମହାନ୍ତି। ତେବେ ଗପ ଶୁଣିବା ପୂର୍ବରୁ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରି ନିଅନ୍ତୁ ନା। ଆମର ସବୁ ନୂଆ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ବି ଦବାଇ ଦିଅନ୍ତୁ। ତେବେ ଶୁଣିବା ଗପ ଭୀଷ୍ମ ପ୍ରତିଜ୍ଞା। ଏ ସଂସାର ଅନିତ୍ୟ, ସବୁ ମାୟା। ଏ ମାୟା ବନ୍ଧନରୁ ମୁକ୍ତି ପାଇବାକୁ ହେଲେ ଈଶ୍ୱର ନାମ ହିଁ ଏକମାତ୍ର ରାସ୍ତା। ଈଶ୍ୱରଙ୍କ ନାମ ପ୍ରେମର ସହିତ ନିଅ, ଭକ୍ତିର ସହିତ ନିଅ। ଯଥାସମ୍ଭବ ଦୁର୍ଗୁଣ ତ୍ୟାଗ କରି କ୍ରୋଧ, ହିଂସା, ଈର୍ଷା ଇତ୍ୟାଦିରୁ ଦୂରରେ ରହିବାକୁ ଚେଷ୍ଟା କର। ଗୋଟେ କଥା ମନେ ରଖିଥିବ, ପର ନିନ୍ଦା, ପର ଚର୍ଚ୍ଚା ସବୁଠାରୁ ବଡ଼ ପାପ। ସେଥିରୁ ନିବୃତ୍ତ ରୁହ, ନିଜ କାମରେ ମନ ଦିଅ। ଜୟ ଗୁରୁଦେବ। ପ୍ରବଚନ ସମାପ୍ତ ହେଲା। ବାବା ଆଶ୍ରମ ଅଭ୍ୟନ୍ତରକୁ ପ୍ରସ୍ଥାନ କଲେ। ପ୍ରସାଦ ବଣ୍ଟନ ସରିଲା ପରେ ଆଶ୍ରମ ଖାଲି ହୋଇଗଲା। ବଂଶିକା ବି ଘର ଆଡ଼େ ମୁହେଁଇଲା। ପରଦିନ ସଂକ୍ରାନ୍ତି। ଚାଲିବାକୁ ଯିବା ପାଇଁ ଜୟା, ଶ୍ୱେତା, ରୁଚି ଆସି ପହଞ୍ଚିଲା ବେଳକୁ ସେ ଗେଟ୍ ପାଖକୁ ବାହାରି ସାରିଥିଲା। ସବୁଦିନ ସାଙ୍ଗ ହୋଇ ସେମାନେ ପାର୍କକୁ ଚାଲିବାକୁ ଯାଆନ୍ତି। ଫେରିଲା ପରେ ଯାଇ ଘରେ ଚା ଜଳଖିଆର ପର୍ବ ଆରମ୍ଭ ହୁଏ। ସେଦିନ ଜୟା ଆରମ୍ଭ କଲା, ସେଲିର ଝିଅଟା କଥା ଶୁଣିଲ? କ'ଣ ହେଲା? କ'ଣ ହେଲା? ସମସ୍ତଙ୍କର ଉତ୍ସାହୀ ସ୍ୱର ଏକାଥରେ। କ'ଣ ଆଉ ହବ କହିଲୁ? ଏ ବୟସରେ କାହାକୁ ଗୋଟେ ଭଲ ପାଉଥିଲା। କ୍ଲାସ୍ ନକରି ବାହାରେ ବୁଲୁଥିଲା। ପ୍ରଫେସର ଦେଖି ଘରକୁ ଖବର ପଠେଇଛନ୍ତି। ତୁ ବିନା ଏତେ ବୋକି, ଖାଲି ବୁଲିଲେ କ'ଣ ସେଇଟା ଗୋଟେ ଧର୍ତ୍ତବ୍ୟ ଅପରାଧ? ଆଉ କିଛି କରୁଥିବ ନା ଆଉ। ଶ୍ୱେତା ଯୋଡ଼ିଲା। ହଁ, ସେଇଆ କହୁନୁ। ଗଲା ଶନିବାର ଇଏ ଦେଖି ଆସି କହୁଥିଲେ ସିଏ କେଉଁ ଜଣେ ଗାଇନୋକୋଲୋଜିଷ୍ଟଙ୍କ କ୍ଲିନିକରୁ ବାହାରୁଥିଲା। ଖାଲିଟାରେ ସେଠିକି। ତୁ ଝିଅ ପିଲାଟା ଏକା ଏକା କାହିଁକି ଯାଇଥିଲୁ? ସେମିତି କିଛି ଗୋଟେ କାରଣ ଥିବ ନା ଆଉ। ଶୁଣାଶୁଣି ତ ହେଉଥିଲା ଟିକେ ଏପଟ ସେପଟ କଥା। ପୁଣି ସ୍ୱର ଧୀର କରି କହିଲା, ସୁମତି ତାଙ୍କ ଘରେ ବି କାମ କରେ, ମୋ ଘରେ ବି। ସିଏ କହିବା କଥା 5 ମାସ ପରା। ଆଲୋ ବଂଶିକା, ତୁ ଆଜି ଏମିତି ଗୁମସୁମ ଅଛୁ କାହିଁକି? ଗାଳି ଶୁଣିଛୁ କି ପ୍ରବାଳଙ୍କ ଠାରୁ? ଜୟା ତାକୁ ପଚାରିଦେଲା। ନାଇଁ ଯେ। ବଂଶିକା ଆଦୌ ଏଠି ବାବାଙ୍କ ପ୍ରବଚନ କଥା କହିବାକୁ ଚାହୁଁନଥିଲା। କିଛି ବୁଝିବେନି ତ କେହି, ବରଂ ତାକୁ ଥଟ୍ଟା କରିବେ। ସେ କହିବି ପାରୁନଥିଲା ଏସବୁ ଆଲୋଚନାରେ ଭାଗ ନେଇପାରିବିନି ଆଉ। କହିଲା ମାନେ ଏଠି ଗୋଟେ ଥଟ୍ଟାର ରୋଳ ଉଠିବ। ସୋ ଚୁହା ଖାକେ ବିଲି ଚଲେ ହଜମେ କହି କହି ସେମାନେ ହସି ହସି ଗଡ଼ିଯିବେ। ସେଇଦିନ କିଟି ପାର୍ଟିରେ ଶ୍ୱେତା ସୋନାଲି କାନରେ କହୁଥିଲା, ଶର୍ମା ବାବୁଙ୍କ ଘରେ ରେଡ୍ ହେଇଛି ଆଜି। ସୋନାଲି ଏଠି ନୂଆ, କାହାକୁ ଚିହ୍ନେନି। ସେପଟ କଲୋନୀର ଶର୍ମା ବାବୁଙ୍କୁ ତ ଚିହ୍ନିବାର ପ୍ରଶ୍ନ ହିଁ ନାହିଁ। ତଥାପି କହିଲା, ବୁଢ଼ା ମାରିଥିବ ନିର୍ଧୁମ। ମାରିଲା ବେଳେ ତ ପଛ କଥା କେହି ଭାବନ୍ତିନି। ମଜା ଲାଗୁଥିଲା। ଏଇନା ଚକି ପିସିଂ ଏଣ୍ଡ ପିସିଂ ଏଣ୍ଡ ପିସିଂ କଲା ବେଳକୁ ବଢ଼ିଆ ଲାଗିବ। ଶର୍ମା ବାବୁ ଜଣକ ବୁଢ଼ା କି ଟୋକା, ତା ବି ଜାଣିବାର ଅବକାଶ କେଉଁଠୁ ଆସିଲା ସୋନାଲି ପାଖେ? କିଛି କହୁନ କାହିଁକି ଯେ ବଂଶିକାଦି? ତାଙ୍କ ଘର ଚଳଣି ଦେଖିଛୁ। ଜଣକା ଗୋଟେ କରି କାର୍। ତା ସ୍ତ୍ରୀ ଗଳାର ଚେନ୍ ଦେଖିଛୁ? ଚେନ୍ ନୁହେଁ ତ, ଲଙ୍ଗଳ ଦଉଡ଼ି। ବଂଶିକା ପାଟିରୁ ଏତିକି କଥା ବାହାରି ଆସିବ ହେଉଥିଲା। ସେ ଲେଉଟାଇ ନେଲା ତାକୁ ଭିତରକୁ। ଛି, ସେ ପୁରା କାହାରି ନାଁରେ କହିବନି। 2-3 ଦିନ ମର୍ଣ୍ଣିଂ ୱାକ୍ କଲାବେଳେ ସେ ଜାଣି ଜାଣି ଫୁଲ ତୋଳିବା ବାହାନାରେ ହଉ କି ଝୁଣ୍ଟି ପଡ଼ିବା ବାହାନାରେ ହଉ, ଟିକେ ଆଗରେ କି ଟିକେ ପଛରେ ରହିଗଲା। ମାନେ ଦଳଠୁ ସାମାନ୍ୟ ଦୂରରେ। ଯେମିତି ସେମାନଙ୍କ କଥାବାର୍ତ୍ତା ବି ତା କାନରେ ପଡ଼ିବନି, କି ସିଏ ଏଥିରେ ଭାଗ ନେଇପାରିବନି।
କାହାକୁ ସେ ମନା କରିପାରିବେନି। ସମସ୍ତେ ତ ଆଉ ତା ଭଳି ଆଧ୍ୟାତ୍ମିକ ମାର୍ଗରେ ଯାଉନାହାନ୍ତି ଯେ ଗୁରୁଙ୍କ କଥାକୁ ଦିବ୍ୟ ଜ୍ଞାନ କରିବେ। ତଥାପି ଦିନେ ଆରମ୍ଭ କରିଥିଲା। ଜାଣିଛ, ମହାଭାରତ ଯୁଦ୍ଧ ଆଗରୁ କୃଷ୍ଣ କ'ଣ କଲେ ନା, କୌରବମାନଙ୍କୁ ରକ୍ତ ପୁରାଣ ଚର୍ଚ୍ଚା। ସୀମା ତାକୁ ଦାବି ଦେଲା। ସିମରନ୍ ତା ଶାଶୁକୁ କି ହଇରାଣ କରୁଛି ଜାଣିଛ? ଔଷଧ ତ ଦୂରର କଥା, ଖାଇବାକୁ ବି ଟିକେ ଭଲରେ ଦଉନି। ସକାଳ ବେଳାଟା ଆମେ ଟିକେ ଅନ୍ୟମାନଙ୍କ କଥା ନ ଗପି ଧର୍ମଚର୍ଚ୍ଚା କଲେ ହୁଅନ୍ତାନି? ବଂଶିକା ଜାଣି ଜାଣି ପରଚର୍ଚ୍ଚା ଶବ୍ଦଟା କହିନଥିଲା। ହେଇ ମାତାଜୀ, କେବେଠୁ ମ? କଲୋନୀର କାହା ଘରେ ଜିରା ଫୁଟେଇ ଡାଲି ବଘରା ହେଲା, କାହା ଘର ବିହନ ଝୋଳରେ ବେଶୀ ଲୁଣ ପଡ଼ିଯାଇଥିଲା, ସବୁ ପରା ତୁ ଗପୁ ଆଗେ। କହିଲା କ'ଣ ନା ଧର୍ମ। ତୁ କର ସେ ଧର୍ମଚର୍ଚ୍ଚା, ଆମେ ବୁଢ଼ୀ ହେଲେ କରିବୁ। ଜୟା ମୁହଁ ଛାଟିଲା ଭଳିଆ କହିଦେଲା। ଆମେ କାହା ନାଁରେ ଗପିବା ବନ୍ଦ କରିଦେଲେ କେହି କ'ଣ ଆମ ନାଁରେ ଗପିବେନି? ସମସ୍ତେ ତାକୁ ସମର୍ଥନ କଲା ଭଳି ହସିଦେଲେ। ଭାରି ଏକା ଏକା ଲାଗିଲା ବଂଶିକାକୁ। ହଉ କରନ୍ତୁ ଏକୁଟିଆ, ବଳେ ବୁଝିବେନି କି? ସେଦିନ ଜୟା କବାଟ ଠକ୍ ଠକ୍ କଲାବେଳକୁ ବଂଶିକା କହିଲା, ଏଇନା ଫୋନ୍ କରିଥାନ୍ତି, ମୁଁ ଆଜି ଯିବିନି, ମୁଣ୍ଡ ବିନ୍ଧୁଛି, କେମିତି ଗୋଟେ ବାନ୍ତି ବାନ୍ତି ଲାଗୁଛି, ଆଖି ପୋଡ଼ୁଛି, ଜ୍ୱର ହବ କି କ'ଣ, ତୁମେ ସବୁ ଯାଅ। ହଉ କହି ସେମାନେ ଫେରି ପଡ଼ିଲେ। କବାଟ ବନ୍ଦ କରୁ କରୁ ସେ ଶୁଣିଲା, ନ ଆସୁ, ଭଲ ହେଇଛି, ଭାରି ଗୋଟେ ବିରାଡ଼ି ବୈଷ୍ଣବ ହେଇଛି। ପୁରା ମଜାଟାକୁ କିରକିରା କରିଦେଉଛି। ସକାଳଟା ମାଟି ହେଇଯାଉଛି। ସେ ଗୋଟେ ବଡ଼ ଧକ୍କା ପାଇଲା। ଏଇମାନେ ତା ସାଙ୍ଗ, ଏଇମାନଙ୍କ ପାଇଁ ସେ ବେଳେବେଳେ ପ୍ରବାଳଙ୍କ ସହିତ ଝଗଡ଼ା କରିବାକୁ ବି ପଛାଏନି। ସେ ଠାକୁର ଘରକୁ ଗଲା, ବସି ପଡ଼ିଲା ଧ୍ୟାନ ମୁଦ୍ରାରେ। ବନ୍ଦ ଆଖି ତଳେ କିନ୍ତୁ ପଛ ଦିନର କଥା ସବୁ ଲହଡ଼ି ଭାଙ୍ଗୁଥିଲା। ଲେଡ଼ିଜ୍ କ୍ଲବର ସବୁ ସଦସ୍ୟମାନେ ସାଙ୍ଗ ହୋଇ ପିକନିକ୍ ଯାଆନ୍ତି, ରଜ କୁଆଁର ପୁନେଇ ପାଳନ୍ତି। ସିପ୍ରାର ବ୍ଲାଉଜର ବେକଟା ଦେଖିନୁ, କେତେ ତଳକୁ କରିଛି। ରଶ୍ମି ତା ଆଗରେ ଗପିଦିଏ ତ, ସିପ୍ରା ଆସୁ ଆସୁ ଚିଲ୍ଲାଏ, ଏଇ ସିପ୍ରା, କ'ଣ ଦିଶୁଛ ମ, ପୁରା ହିରୋଇନ୍। ରଶ୍ମି ପକୁଡ଼ି ଟିକେ ଆଣିବାକୁ ଉଠିଯାଏ ତ ବଂଶିକା ସ୍ୱର କମ୍ କରି କହେ, ଏ କାଳୀମାତା ନାଲିଆ ଶାଢ଼ୀଟା କ'ଣ ଭାବି ପିନ୍ଧିଛି କହିଲୁ? ଖାଲି ଜିଭ କାଢ଼ି ମଣିଷ ମୁଣ୍ଡର ମାଳଟା ପିନ୍ଧେଇ ଦେଲେ ସାକ୍ଷାତ ମା କାଳୀ। ହୋ ହୋ ହସରେ କମ୍ପିଯାଏ ଚାରିଆଡ଼। ଆଜି ତାକୁ ବହୁତ କଷ୍ଟ ହେଉଛି। ହାତ ଗୋଡ଼ ମୁହଁ କିଏ ଗୋଟେ ବାନ୍ଧି ପକେଇଲା ଭଳି ଜଣାଯାଉଛି। ଦେହଟା ବି ଭଲ ରହୁନି, ସବୁବେଳେ ମାନ୍ଦା ମାନ୍ଦା ଲାଗୁଛି। ବାନ୍ତି ହେଲା ଭଳି ଅନୁଭବ ହେଉଛି। ରାତିରେ ଜମା ନିଦ ହେଉନି। ଏଇ ହେଉଛି ତ ଏଇ ଭାଙ୍ଗି ଯାଉଛି। ଗୋଡ଼ ହାତ ଘୋଳେଇ ହେଉଛି। ସେ ଏକରକମ ଏକା ହେଇଯାଇଛି। ତେବେ ହେଉଛି ବୋଲି ବି ସେ କାହା ଆଗରେ କହିପାରୁନି। କିଏ ଅଛି ତା ପାଖରେ ଯେ ସେ କହିବ? ବହୁତ ଦିନ ପରେ ଦିନେ କେମିତି କେଜାଣି ଖରାବେଳଟାରେ ଘରକୁ ଚାଲି ଆସିଲେ ଜୟା, ସୀମା, ପ୍ରଭା, ସନ୍ଧ୍ୟା। କବାଟ ଖୋଲି ସେମାନଙ୍କୁ ଦେଖି ସେ ଉଛୁଳି ଉଠିଲା। ଏତେ ଦିନ ପରେ ମୁଁ ମନେ ପଡ଼ିଲି। ଅଭିମାନରେ ଏତକ କହୁ କହୁ ବଂଶିକା ସେମାନଙ୍କୁ ଟାଣି ଆଣି ଭିତରେ ବସେଇଲା। ରୋଷେଇ ଘରୁ ଗରମ ଗରମ ପକୁଡ଼ି ନେଇ ଆସୁ ଆସୁ ସୀମା ସେଥିରୁ ଖଣ୍ଡେ ପାଟିରେ ପକେଇଦେଲା। ୱାଓ ବଂଶିକା, କ'ଣ କରିଛ ମ? ଏ ଜୟା, ଚାଖରେ। ମୁହଁରେ ପୁଳାଏ ପୁରେଇ ଗାଉଁ ଗାଉଁ କରି ଖାଉ ଖାଉ ସୀମା କହିଲା, କାଲି ରୂପଶ୍ରୀ ଘରକୁ ଯାଇଥିଲି। ଯେଉଁ ଆଳୁଚପ କରିଥିଲା ନା, ଇହି, ରାଗ ନାହିଁ କି ଲୁଣ ନାହିଁ, ଏଡ଼େ ମୋଟା ଚୋପା, ତରତରରେ ଛାଣିଛି ଯେ ଉପର ପୋଡ଼ା ଭିତର କଞ୍ଚା। ଛେ, ସେଟାକୁ କ'ଣ ଆସେ ମ, ଖାଲି ମୁହଁରେ ପୁଳାଏ ଲେପିବା ଛଡ଼ା। ପ୍ରଭା ଯୋଡ଼ିଲା। ଶାଢ଼ୀ ତ ପିନ୍ଧିବ ଯେ ପୁଳା ପୁଳା ଚୁମକି ଲାଗି ଝକମକ ଦିଶୁଥିବ। ଏପଟେ ପଛବନ୍ଧା ବ୍ଲାଉଜ। ବଂଶିକା ଭାରି ଉତ୍ସାହରେ ଗପି ଚାଲିଥିଲା। ସେ ତାର ବ୍ରତ କଥା ଭୁଲି ଯାଇଥିଲା। ତା ପେଟ କଟା, ମୁଣ୍ଡ ବିନ୍ଧା ସବୁ ଭଲ ହେଇଯାଇଥିଲା। ଆରେ ଔଷଧଟା ଏଇଠି ଥିଲା। ସେଦିନ ରାତିରେ ସେ ଶାନ୍ତିରେ ଶୋଇପଡ଼ିଲା। ନିଦ ଭାଙ୍ଗିଲା ବେଳକୁ
ପରଦିନ ସକାଳ 7। ଶୁଣୁଥିଲେ ଗଳ୍ପ ଭୀଷ୍ମ ପ୍ରତିଜ୍ଞା। ଭାରି ଭଲ ଲାଗେ। PNPC ମାନେ ପରନିନ୍ଦା ଆଉ ପରଚର୍ଚ୍ଚା। ସତରେ ସେତକ ନହେଲେ ଦିନଟା କେମିତି ଗୋଟେ ପାଣିଚିଆ ପାଣିଚିଆ ଲାଗେ ନା। ଗପ କେମିତି ଲାଗିଲା ଆମ କମେଣ୍ଟ ବକ୍ସକୁ ଯାଇ ସେଇଠି ଜଣାନ୍ତୁ ନା। ମୁଁ ପୁଣି ଥରେ ଆଉ ଗୋଟେ ଅତି ସୁନ୍ଦର ଗପ ଧରି ଆସିବି। ସେ ଯାଏଁ ରହୁଛି। ନମସ୍କାର।